ଜୟ ଜଗନ୍ନାଥ। ଆମର ପାନ ତ ପ୍ରାୟ ସବୁଆଡ଼େ ଲୋପ ପାଇଗଲାଣି। ସେଥିପାଇଁ ମୁଁ ଗୋଟେ ପାନ ଡାଲା ଉଦ୍ଧାର କଲି। ଦେଖନ୍ତୁ ବାବୁ ଭାଇ ବର୍ତ୍ତମାନ ପାନ ଭାଙ୍ଗୁଛନ୍ତି। ଏଇଟା ହେଉଛି ଆମର ପାନ ଡାଲା ଗୋଟେ ବନେଇଲୁ ନୂଆ କରି ଏଇଟା, ନାଇଁ ବାବୁ ଭାଇ? ଏଇଟା ସବୁ ଟଣାରେ ଅଛି। ଆଉ ଏସବୁ ଗୁଟକା ଗୁଟକି ଖାଇକି ତ ଦେହ ପାଇଁ ଖରାପ, କିନ୍ତୁ ତାମୁଳ ପୌରାଣିକ ମତରେ ପାନ ଗୋଟେ ଖାଇବା କଥା। ସାଧା ପାନ ହଉ କି ବିଡ଼ିଆ ପାନ ହଉ, ସେଥିପାଇଁ ପାନ ଡାଲା ଗୋଟେ ବନେଇଲି ମୁଁ। ଏଇଟା ପାନ ଦେଖ ରଖା ହେଇଛି। ଆଉ ବାବୁ ଭାଇ ଗୋଟେ ପାନ ଖାଇଲେ। ବାବୁ ଭାଇ ପାନ ଖାଇଲେ ତମକୁ କେମିତି ଲାଗିଲା? ନାଇଁ ପାନଟା ଭଲ ଲାଗୁଛି। ହୁଁ ତାପରେ ପାନ ଖାଇଲେ ଦେହ ପାଇଁ ହିତକାରକ। ହୁଁ କାହିଁକି ଚୂନଟା ହୁଁ କାଲସିୟମ ରହୁଛି। ହୁଁ ତାପରେ ପାନ ପତ୍ର ରସଟା ଭଲ। ହୁଁ ଆଉ ଆମେ ଯେଉଁ ସଫଳ ପୁଡ଼ିଆ ଖାଉଛୁ ହୁଁ ତା ପ୍ରତି ଆମ ଦେହକୁ ବହୁତ କ୍ଷତିକାରକ ହେଉଛି। କ୍ୟାନ୍ସର ରୋଗ ହେଉଛି, କର୍କଟ ରୋଗ। ହୁଁ ଯୋଉଟା ହୁଁ ପାନଟା ପାନଟା ଖାଇଲେ ପାନଟା ସବୁଠୁ ବଢ଼ିଆ ହଜମ ଶକ୍ତି ବଢ଼େଇବ। କିନ୍ତୁ ଆମେ ଏତେ ଜର୍ଦା ଫର୍ଦା ନ ମିଶେଇକି ଗୁଆ ଟିକେ, ପାନମଧୁରୀ ଟିକେ, ଧଣିଆ ଟିକେ ଆଉ ଭଲ ମନ୍ଦ ଚଉନା ଟିକେ ମିଶେଇ ଖାଇଲେ ପାନର ତା କିମତ ବହୁତ ବଢ଼ିଆ। ଏଇଟା ହେଉଛି ଗୁଆ କାତି। ଆଜିକାଲି ପିଲାଙ୍କେ ପଚାରିଲେ ବି ସେ କହି ନେଇ ପାରନ୍ ଏଇଟା ଗୁଆ କାତି କାଣା କରାହେଇଛି, ଆର କାମ କାଣା। ଏଇଟା ପାନ ଭାଙ୍ଗିଲା ବେଳେ ଏଇଟା ଗୁଆକୁ କାଡ଼ାଙ୍ଗ କାଡ଼ାଙ୍ଗ କରି କାଟା ହେବ। ଏଇଟା ଗୁଆ କାତି, ବୁଝିଲେ କି ନାହିଁ? ମାନେ ପାନ ଖାଉଛ ତମ କେମିତି ଅଛି, ଭଲ ଅଛି ତ? ହଁ, ପାନଟା ଭଲ, ଏଇଟା ଦେହ ପାଇଁ ହିତକାରକ। ଏଇଟା ପାନ ଡାଲା। ଏଇଟା ପାନ, ଧଣିଆ, ଖଇର ଆଉ ଚୂନ ସବୁ ରଖା ହେଇଛି। ଏଇଟା ଆମେ ଯେନ୍ ସଫଲ ପୁଡ଼ିଆ ଖାଉଛୁ, ହୁଁ କିନ୍ତୁ ସେଟା ଦେହକେ ବହୁତ କ୍ଷତିକାରକ। ହଏ। ପାନଟା ହଉଛି ଦେହ କାଜେ ଭଲ, ହୁଁ କିନ୍ତୁ ପାଟିକେ ଟିକେ ଲାଲ ଦେଖାଯାଉଛି, ଦାନ୍ତ ମାନେ ଟିକେ ଜଲ୍ଦି ଲାଲ ହେଇଛି, କିନ୍ତୁ ପାନଟା ଖାଇବାଟା ଦେହ କାଜେ ଭଲ। ହୁଁ ଆଉ ଆମେ ସଫଲ କି ଗୁଟକା ଯେନ୍ଟା ଖାଉଛୁ ସେଟା ବହୁତ ଦେହ କାଜେ କ୍ଷତିକାରକ। ହଁ, ପାନଟା ଖାଇସାରିଲା ପରେ ଗୋଟେ ପାନ ଖାଇବ, ପାନମଧୁରୀ ଟିକେ, ଧଣିଆ ଟିକେ, ଚଉନା ଟିକେ ପକେଇକି ଗୁଆ ଟିକେ ଅଳ୍ପ ଟିକେ ଦେବ। ପାନଟା ହେଉଛି ମାନେ ପାନ ପ୍ରାୟ ଲୋପ ପାଇଗଲେଣି। ଆଜିକାଲି ଯେଉଁ ପିଢ଼ି ମାନେ ବାହାରିଛନ୍ତି ସେମାନେ ପାନକୁ ମାନେ ଠିକ୍ କରିଦେଇଛନ୍ତି, ଗୁଟକା ଆଉ ପୁଡ଼ିଆ ଖାଉଛୁ। ପୁଡ଼ିଆ। କିନ୍ତୁ ପାନଟା ହେଲା ସବୁଠୁ ବଢ଼ିଆ। ଏ ଦେଖନ୍ତୁ ପାନ ଆପଣ ଡାଲା ବି ଆପଣ ଘରେ ବନେଇକି ଭାଙ୍ଗି ଖାଇପାରିବେ। ଯେମିତି ପାନର ରେଟ୍ ହେଲାଣି ଅଧିକା, କିଏ 10 ଟଙ୍କା ବିକୁଛି, 15 ଟଙ୍କା ବିକୁଛି, କି 5 ଟଙ୍କା ବିକୁଛି। ତାପରେ ପାନ ପତ୍ରଟା ଔଷଧୀୟ ଗୁଣ ଅଛି। ହୁଁ ଆମର ଆୟୁର୍ବେଦିକରେ ହଁ ଔଷଧୀୟ ଗୁଣ ଅଛି ପାନ ପତ୍ରରେ। ଆମର ହଜମ ଶକ୍ତି ବଢ଼ାଏ, ମାନେ ଇଏ ହିସାବରେ। ହଉ, ଜୟ ଜଗନ୍ନାଥ। ଆପଣମାନେ ଖାଇସାରିଲା ପରେ ଗୋଟେ ବିଡ଼ିଆ ପାନ ଖାଆନ୍ତୁ। ଆଉ ଯଦି ମୋ ପାଖକୁ ଆସିବେ ମୁଁ ଆପଣଙ୍କୁ ଭାଙ୍ଗିକି ଦେବି ଗୋଟେ ଖାଇବେ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।